ଆମେ ଆଜି ମାଙ୍କଡ଼ ଆଉ କୁମ୍ଭୀର ଗପ ଶୁଣିବା ସମସ୍ତେ। ଗୋଟେ ମାଙ୍କଡ଼ଟେ ନଈ କୂଳରେ ଜାମୁକୋଳି ଗଛରେ ସବୁଦିନ ସେ ରହେ ହେଲା। ସେଠି ସେଇ ନଈରେ ଗୋଟେ ବୁଢ଼ା କୁମ୍ଭୀର ଆଉ ତା ସ୍ତ୍ରୀ ସାଙ୍ଗ ହେଇକି ରୁହନ୍ତି। ସବୁଦିନ ସେ ବୁଢ଼ା କୁମ୍ଭୀର କ'ଣ କରେ ନା ନଈ କୂଳକୁ ଆସେ, ସେ ଗଛ ପାଖରେ ଜାମୁକୋଳି ଖାଇକି ଯାଏ। ମାଙ୍କଡ଼ ସବୁବେଳେ ଜାମୁକୋଳି ଯାହା ଖାଏ ଆଉ ଯାହା ହଲେଇକି ସବୁ ତଳେ ପକେଇ ଦେଇଥାଏ ତାକୁ କୁମ୍ଭୀର ଖାଏ। ଦିନେ ବହୁତ ଜାମୁକୋଳି ମାଙ୍କଡ଼ ବିଛେଇଥିଲା। ତା ଦେହରୁ କିଛି ଜାମୁକୋଳି ବୁଢ଼ା କୁମ୍ଭୀର ତା ସ୍ତ୍ରୀ ପାଇଁ ନେଇକି ଘରକୁ ଯାଇଥିଲା। ସେ ଜାମୁକୋଳି ନେଇକି ଘରକୁ ଗଲା, ତା ସ୍ତ୍ରୀ କି କୋଳି ଖାଇବା ପାଇଁ ଦେଲା। ସେଠୁ ତା ସ୍ତ୍ରୀ ଖାଇଲା, କହିଲା ଆଉ ଏ ଜାମୁକୋଳି ଏତେ ମିଠା କୋଉଠୁ ଆଣିଲ? ସେଠୁ ସେ କୁମ୍ଭୀର କହିଲା କି ମୋର ଗୋଟେ ମାଙ୍କଡ଼ ସାଙ୍ଗ ଅଛି ଆଉ ସିଏ ମୋତେ ଏଇ ଜାମୁକୋଳି ବିଛେଇକି ଦେଇଛି ହେଲା। ମାଙ୍କଡ଼ର କୁମ୍ଭୀରର ସାଙ୍ଗ ହେଇଯାଇଥିଲେ। ସେ କ'ଣ ହେଇଛି ନା ସେ ତା ସ୍ତ୍ରୀ କହିଲା ସେଇଠୁ ସେ କୁମ୍ଭୀର ତା ସ୍ତ୍ରୀ କହିଲା କି ଆଉ ସେ ଯଦି ସେ ଜାମୁକୋଳି ଏତେ ମିଠା ତାହେଲେ ସେ ମାଙ୍କଡ଼ର ହୃଦୟ କେତେ ମିଠା ନ ହେଇଥିବ। ତମେ ସେ ମାଙ୍କଡ଼କୁ ଦିନେ ଆମ ଘରକୁ ଖାଇବା ପାଇଁ ଡାକ, ଡାକିଲେ ଆମେ ସେ ମାଙ୍କଡ଼କୁ ମାରିକି ଖାଇଦେବା ହେଲା। ସେ କୁମ୍ଭୀରର ତା ସ୍ତ୍ରୀର ଶିକାଶିକି ହେଲେ। ସେଇଠୁ ଦିନେ ଯାଇକି ମାଙ୍କଡ଼କୁ କୁମ୍ଭୀର କହିଲା କି ଆଉ ସାଙ୍ଗ ଆଉ ତମେ ଚାଲ, ତମେ ଆମ ଘରକୁ ଚାଲ, ଆଉ ମୋ ସ୍ତ୍ରୀ କହିଛି କି ତମେ ଆମ ଘରେ ଖାଇକି ଆଜି ଆସିବ। ମାଙ୍କଡ଼ ସାଙ୍ଗ ଭାବିଥିଲା କୁମ୍ଭୀରକୁ, ବିଶ୍ୱାସରେ ତା ସହିତ ସେ ଗଲା। ଦି ଜଣ ସାଙ୍ଗ ଗଲେ। ନଈ ମଝିରେ ସେ ରହୁଥିଲା ନା କୁମ୍ଭୀର। ସେଇଠୁ ଯେତେବେଳେ ଅଧା ବାଟ ହେଇଯାଇଛି ସେଇଠୁ କୁମ୍ଭୀର ହସିଲା ପରେ ମାଙ୍କଡ଼ କହିଲା କି ତମେ କାହିଁକି ହସୁଛ? ସେଇଠୁ କୁମ୍ଭୀର କହିଲା କି ଆଉ ଆରେ ମାଙ୍କଡ଼ ଆଜି ଆମେ ତୋତେ ନେଉଛୁ ମାରିକି ତୋ ହୃଦୟ ଖାଇବୁ। ସେଇଠୁ ମାଙ୍କଡ଼ ତ ବହୁତ ଚାଲାକ ଥିଲା। ସେ କ'ଣ କଲା ନା ସେଇଠୁ ସିଏ ଗୋଟେ ବୁଦ୍ଧି କରିକି କହିଲା ଆରେ ସେଇ କଥା କହିଲନି, ମୁଁ ତମ ହୃଦୟଟା ସେ ଗଛ ଉପରେ ରଖିଦେଇ ଆସିଛି। ଆଉ ତମେ ସିନା ମୋତେ କହିଥାନ୍ତ, କହିଥିଲେ ମୁଁ ମୋ ହୃଦୟଟା ନେଇକି ଆସିଥାନ୍ତି। ଆଉ ମୁଁ ତ ହୃଦୟଟା ଗଛ ଉପରେ ରଖିଦେଇ ଆସିଲି, ଆଉ ତମେ କ'ଣ ଖାଇବ? ସେଇଠୁ ସେ ବୋକା କୁମ୍ଭୀର ବୁଝିପାରିଲାନି। ସେଇଠୁ ସେ ଫେରି ଆସିଲା। ଯେମିତି ଫେରି ଆସିଲା ସେଇଠୁ ମାଙ୍କଡ଼ ଯେମିତି ନଈ ପାଖ ହେଇଯାଇଛି, ମାଙ୍କଡ଼ ଡିଆଁ ମାରିକି ଗଛ ଉପରକୁ ପଳେଇଲା। ଗଛ ଉପରକୁ ଯାଇକି କହିଲା ହୋ ମୋ ବୁଦ୍ଧି ଥିଲା ବୋଲି ମୁଁ ଆଜି ବଞ୍ଚିଗଲି। ଆରେ ବୋକା କୁମ୍ଭୀର, ହୃଦୟ ନଥିଲେ କିଏ ବଞ୍ଚିପାରିବ? ଆଉ ସିଏ ଜାଣିପାରିଲାନି। ଆଉ ନିର୍ବୁଦ୍ଧିଆ କୁମ୍ଭୀର ସେଇଠୁ